କଣ ଦେଖୁଛୁ? କଙ୍କଡ଼ା କଣ ହବ? କିଆ ହବ? ଆଜି କଙ୍କଡ଼ା ତରକାରୀ ହବ। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ। ଆସନ୍ତୁ ଆଜିର ବ୍ଲଗଟି ଷ୍ଟାର୍ଟ କରିବା। ଯେହେତୁ ପ୍ରବଳ ଶୀତ ଲାଗୁଛି, ସକାଳୁ ଉଠିବା ପାଇଁ ମଧ୍ୟ ଇଚ୍ଛା ହେଉନଥିଲା। ସମୟ ପାଖାପାଖି 8ଟା ହେଲାଣି, ଜଷ୍ଟ ମୁଁ ଉଠିଲି। ଆଉ ଆଜିର ବ୍ଲଗଟି ଷ୍ଟାର୍ଟ କରିବା। ଆଜି ଯେହେତୁ ବର୍ତ୍ତମାନ ଛାତ ଉପରକୁ ଫାଷ୍ଟ ଯିବା, ଦେଖିବା ସେଠି ଆମର ଯେଉଁ ପଡ଼ିଛି କଳମ ମଞ୍ଜି ଏବଂ ଧଣିଆ ମଞ୍ଜି, ଦେଖିବା ସିଏ ଆମର କେତେ କ'ଣ ଉଠିଲାଣି କି ମାଡ଼ ଖାଇଗଲା ନିଶ୍ଚିତ ଭାବରେ ଦେଖିବା। କିନ୍ତୁ ଦେଖିବା ପୂର୍ବରୁ ନିଶ୍ଚିତ ଭାବରେ ଆମ ଚ୍ୟାନେଲ ମାଧ୍ୟମରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନୂଆ କରି ସବସ୍କ୍ରାଇବର କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନଟି ବଜାଇ ଦିଅନ୍ତୁ। ଏବଂ ଆସନ୍ତୁ ବର୍ତ୍ତମାନ ଆଜି ଯିବା ଛାତ ଉପରେ ଦେଖିବା କ'ଣ। ମୁଁ ବର୍ତ୍ତମାନ ଆସି ପହଞ୍ଚିଗଲି ଛାତ ଉପରେ। ଦେଖନ୍ତୁ ଏଇଠି ଆମର ପଡ଼ିଛି କଳମ ମଞ୍ଜି, ଦେଖନ୍ତୁ କିଭଳି ଭାବରେ ପଡ଼ିଛି। ଦେଖନ୍ତୁ ପାଖାପାଖି ଅଧା ଉଠି ସାରିଲାଣି, ଆଉ ମଧ୍ୟ ଅଧା ଟିକେ ଟିକେ ଗଜା ହେଇଛି, ଉଠୁଛି ମଧ୍ୟ। ଆଉ ସେଥିରେ ପଡ଼ିଛି, ଏଥିରେ ପଡ଼ିଛି, ଆଉ ଏପଟରେ ମଧ୍ୟ ଏଥିରେ ମଧ୍ୟ କଳମ ମଞ୍ଜି ଅଧେ ପଡ଼ିଛି। ସେପଟକୁ ପଡ଼ିଛି ଆମର ଧଣିଆ ମଞ୍ଜି, ଦେଖନ୍ତୁ ଧଣିଆ ମଧ୍ୟ ଗଜା ସବୁ ହେଲାଣି। ଆଉ ଆମର ହେଉଛି ଏପଟରେ ମଧ୍ୟ ପଡ଼ିଛି ସବୁ କଳମ ମଞ୍ଜି। ଆଉ ଏପଟରେ ଏଥିରେ ମଧ୍ୟ ଛୋଟ ଇଏରେ ଏଥିରେ ମଧ୍ୟ ପଡ଼ିଛି ଧଣିଆ ମଞ୍ଜି। କାହିଁକିନା କଳମ ମଞ୍ଜିଟା ଟେଷ୍ଟ ଥାଏ, ତେଣୁକରି ମୋର ଫେଭରାଇଟ୍ ହେଲା କଳମ ଶାଗ। ତେଣୁକରି ସବୁ ବର୍ଷ ମୁଁ ପକାଏ କଳମ, ଆଉ ଏଥର ମଧ୍ୟ ମୁଁ ପକେଇଛି। କାହିଁକିନା କଳମ ଶାଗ ପଖାଳ ସହିତ ପୁରା ଟେଷ୍ଟ ଥାଏ, ତେଣୁକରି ଫେଭରାଇଟ୍ ମୋର ହେଉଛି କଳମ ଶାଗ। ଆଉ ଏପଟରେ ଆମର ଦେଖନ୍ତୁ ଆଲିବିରା ଗଛ ଯେଉଁ କୁଣ୍ଡରେ ସବୁ ବାଲ୍ଟି କୁଣ୍ଡରେ ସବୁ ଲଗାଯାଇଛି। ଏପଟରେ ଆମର ଯେଉଁ ବଢ଼ି ବିଛା ଯାଇଥିଲା ସେ ଥଳିଆରୁ ସବୁ ଛଡ଼ା ହେଇକି ଶୁକାଯାଇଛି। କାହିଁକିନା ଯେତେ ଶୁଖିବ ସେତେ ହିଁ ଟେଷ୍ଟ ଆସିବ, ଆଉ ସେତେ ଭଲ ଲାଗିବ। ମୁଁ ବର୍ତ୍ତମାନ ପାଇଁ ଖାଇ ପିଇକି ରେଡ଼ି ଅଲରେଡ଼ି ହେଇସାରିଛି। ବର୍ତ୍ତମାନ ଯିବା ଆମ ପୋଖରୀ ପାଖକୁ, ଏବଂ ପୋଖରୀ ପାଖରେ ଯାଇକି ସେଠି ଆମର ପୋଖରୀ ସବୁ ଶୁକା ଯାଉଛି। ଜାନୁଆରୀ 15-20 ଭିତରେ ଆମର ପୋଖରୀ ଚଞ୍ଛା ଯିବ। ତେଣୁକରି ବର୍ତ୍ତମାନ ମୁଁ ଚାଲିଲି ପୋଖରୀ ସେଠି ଶୁକା ହେଉଛି, ଦେଖିବା କ'ଣ କେତେ ମାଛ ପଡ଼ୁଛନ୍ତି ଏବଂ କେମିତି କ'ଣ ଶୁକାଯାଉଛି ନିଶ୍ଚିତ ଭାବରେ ଦେଖିବା। ଚାଲ, ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି ଆମ ପୋଖରୀ ପାଖରେ, ଯେଉଁଠି ଆମର ପମ୍ପ ପଡ଼ିକି ପୋଖରୀ ସବୁ ଶୁକାଯାଉଛି। ପାଖାପାଖି ଆଜି 2-3ଟା ପୋଖରୀ ଶୁକାଯିବ, ତେଣୁକରି ଘାଇରେ ସବୁ ଉପର ପାଣି ଗଡ଼ିଯାଇଛି ବର୍ତ୍ତମାନ ଏଇ 1 ନମ୍ବର ପୋଖରୀରେ। ଏବଂ ପମ୍ପ ଏଥିରେ 2-3 ଘଣ୍ଟା ଚାଲିବ, ଏବଂ ଆଉ ସବୁ ପୋଖରୀରେ 1-1.5 ଘଣ୍ଟା 2 ଘଣ୍ଟା ଏମିତି ସବୁ ଚାଲିବ। କାହିଁକିନା ଘାଇ ବାଟେ ବି ପାଣି ସବୁ କିଛି ପଳେଇ ଯାଇଛି। କାହିଁକିନା ଆମର ପୋଖରୀ ପାଖାପାଖି ଆମର ଚଞ୍ଛା ଯିବ ଜାନୁଆରୀ 15-20 ବେଳକୁ ଚଞ୍ଛା ଯିବ। ତେଣୁକରି ତା 20-25 ଆଡ଼କୁ ଚଞ୍ଛା ଯିବ, କିନ୍ତୁ ପୋଖରୀ ଶୁଖିବା ଦରକାର। ତେଣୁକରି ପୋଖରୀ ଅଲରେଡ଼ି ଦେଖନ୍ତୁ, ଏ ପୋଖରୀ ମଧ୍ୟ ଅଳପ ପାଣି ଅଛି, ଶୁକା ସରିଲାଣି। ଏବଂ ସେ ପୋଖରୀରେ ଯେହେତୁ ଶୁକା ସରିଯାଇଥିଲା, କାହିଁକିନା ସେପଟ ପୋଖରୀରୁ ପାଣି ଆସୁନଥିଲା, ତେଣୁକରି ଏପଟକୁ ପାଣି ଦିଆଯାଉଛି। ଏପଟ ଘାଇ ଅଛି, ନାଳିକି ପାଣି ପଳେଇବ। ନିଶ୍ଚିତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଶେଷ ଯାଏ ଦେଖିବେ। ଦେଖନ୍ତୁ ଏ ପୋଖରୀରେ ମଧ୍ୟ ପାଖାପାଖି 2 ଘଣ୍ଟା ଖଣ୍ଡେ ଚାଲିବ। ଏବଂ ଯେହେତୁ ମାଛ ଧରାଯିବ, ତେଣୁକରି ମାଛ ଧରି ସାରିଲା ପରେ ନିଶ୍ଚିନ୍ତ ଭାବରେ ଦେଖେଇବି। ସେପଟରେ ଆମର 2 ନମ୍ବର ପୋଖରୀ, ସେଇଠି ଭଳିଆ ତଳି ପାଣି ଅଛି, ଦେଖନ୍ତୁ 2 ଘଣ୍ଟା ଲାଗିବ। ଆଉ ଏମିତି ସବୁ ଅଛି। ଆଉ ତଳିରେ ମାଛ ସବୁ ଯାହା ଥିଲେ ସବୁ ଦେଖିବା ଲାଷ୍ଟକୁ କେତେ ଧରାଯାଇଛି। କାହିଁକିନା ମାଛ ଧରିଲା ବେଳେ ତ ଦେଖେଇ ହେବନି, କାହିଁକିନା ମୋବାଇଲ ଧରିବାକୁ କେହି ନାହାନ୍ତି। ତେଣୁକରି ମୁଁ ନିଜେ ମାଛ ଧରିବା ପାଇଁ ମଧ୍ୟ ଯିବି। ନିଶ୍ଚିନ୍ତ ଭାବରେ ଦେଖନ୍ତୁ, ଇଏ ହେଉଛି ଆମ ପୋଖରୀର ଦୃଶ୍ୟ, ଯେଉଁଠି ଆମେ ଭେନାମୀ ଚିଙ୍ଗୁଡ଼ି ଚାଷ କରିବୁ। ପାଖାପାଖି ଫେବୃଆରୀ ଫାଷ୍ଟ ୱିକ୍ରେ ଆମର ଷ୍ଟାର୍ଟ ହେବ, ଏବଂ ଜାଆଁଳ ଛାଡ଼ିଲା ବେଳକୁ ଫେବୃଆରୀ ଲାଷ୍ଟ ୱିକ୍ ଏବଂ ଜାଆଁଳ ଛଡ଼ାଯିବ। ଏବଂ ଦେଖନ୍ତୁ ସେପଟେ ଆମ 3 ନମ୍ବର ପୋଖରୀ, ସିଏ ଆପେ ଶୁଖିଯାଉଛି, ସେଠି ପମ୍ପ ପଡ଼େ ନା, ସେ ଆପେ ଶୁଖିଯାଏ ସିଏ। ତେଣୁକରି ସେ ଜୁଆର ପାଣି ପଶିଯାଇ ତା ଦେହରେ ତାର ଘାଇ ମୁକୁଳା ଅଛି। ଆଉ ଏମିତି ସବୁ ଆମ ପୋଖରୀର କଣ୍ଡିସନ ଦେଖନ୍ତୁ। ଆଉ ନିଶ୍ଚିନ୍ତ ଭାବରେ ଏପଟରେ ଦେଖନ୍ତୁ, ଇଏ ହେଉଛି ଆମ ରିଜର୍ଭ। ଏଇଠି ଯେଉଁ ପାଣି ଷ୍ଟ୍ରକ୍ ରୁହେ, ବ୍ଲିଚିଂ କରି ଉଠାଯାଏ। ତେଣୁକରି ରିଜର୍ଭରେ ମାଛ ଅଛନ୍ତି, ନିଶ୍ଚିନ୍ତ ଭାବରେ ସେଟା ଆଉ ଗୋଟେ ଦିନ ଶୁକାଯିବ। ଆଉ ତା ଦେହର ମାଛ ନିଶ୍ଚିନ୍ତ ଭାବରେ ଥିବେ, ପମ୍ପ ପଡ଼ିକି ସିଏ ଆଉ ଗୋଟେ ଦିନ ଶୁକାଯିବ। ଖାସ୍ ମାଛ ଧରିବା ପାଇଁ ନିଶ୍ଚିତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ।
फाइनाली वर्तमान आमर माछ धरा सरीगला एवं 3टी पोखरी सुखागला एवं ता देहरे माछ मध्य आसतु बर्तमान देखा केते माछ पड़िचंती। बर्तमान देखंतु ये हूँ गोटे क्यारेट फुल हो जाइए सेपट क्यारेट पाखापाखि अधा हो जाइए पाखापाखि 80-90 किलो माछ आम धरीचु एवं खास करी देखंतु तुआड़ी एवं चिंगुड़ी एवं आमर बागदा एमती भेराइट प्रकार माछ देखंतु कंटिया एवं भेराइट प्रकार माछ आम धरीचु एवं पाखापाखि 90 किलो हम 80-90 किलो हम 3टी पोखरी सुखई एवं कंकड़ा मध्य तादरू किछि बाहरले देखंतु माछ किभଳି भाबरे ये हूँ आम पोखरी सुखा जाए प्रति वर्ष ये। फाइनाली बर्तमान मु घर को नहीं तो माछ पलि आसी कि देखु यही गोटे माछ मु देखिली यार कंटा देखु किभଳି भाबरे देखु दी गाली रे कौली कंटा एवं मझी कंटा जदि गुड़ फुड़ पशिला ये माछर ना तो मु जानी पारु नहीं कि जानी नहीं जो मैंने जानी निश्चिंत भाव में कहे कि माछ देखु किभଳି भाबरे हेइची माछटे कौले हेइची देखु तार कंटा जो 3टी कंटा पूरा साबुल भाया जमी देखो माछ केमी थुंट खाला भाया है। ये हूँ देखो माछ गोटे जेहेतु से माछ देहरे थिला मुझे काढ़ी देखुली ये माछ माछ देखु क्वालिटी कौन केमी पाखापाखि 50 ग्राम हम ये माछ बड़ हम कि जानी 50 ग्राम माछ एपटर देखु कंकड़ा 3टी पड़ी देखु कंकड़ा 3टी आज आम तरकारी हम देखो ये हूँ कंकड़ा जे पोखर से पोखरी सुखा होला बेले धरा जाइथिला किभଳି भाव देखो कामुडा कामुडा नागुचंती कंकड़ा झील एपटे कंकड़ा देखुं कौन देखुचु कंकड़ा कौन हम क्या आज कंकड़ा तरकारी हम देखु कंकड़ा तरकारी हम मो माटी बर्तमान देखुची कंकड़ाटा किभଳି भाव कंडीशन अच्छा 3टी कंकड़ा अच्छा मीडियम साइज बेसी बड़ नुह जहा माटी बर्तमान खुशी पूरा आज जेहेतु कंकड़ा तरकारी हम